ମା ମଙ୍ଗଳା ଚଣ୍ଡୀ କାଳୀ। ଏହି ମନ୍ଦିର ପଛର ରହସ୍ୟ ଜାଣନ୍ତୁ। ଚକ୍ରବର୍ତ୍ତୀ ନାମକ ଜଣେ ବ୍ରାହ୍ମଣ ପରିବାର ସହିତ ରହୁଥିଲେ ଜଙ୍ଗଲରେ ଛୋଟ ଚାଳ ଛପର ଘର କରି। ଇଏ କାହାଣୀ 550 ବର୍ଷ ପୂର୍ବେ ଚମତ୍କାର ହୋଇଥିଲା। ସେ ପ୍ରତିଦିନ ମନ୍ଦିର ପୂଜା କରିବା ପାଇଁ ଜଙ୍ଗଲରେ ଅନ୍ୟ ଗାଁକୁ ଯାଉଥିଲେ, ନୁନି ନଦୀ ପାର ହୋଇ। ବ୍ରାହ୍ମଣ ଦିନେ ମାଘ ମାସର ପ୍ରଥମ ଦିନରେ ଯେତେବେଳେ ଘରକୁ ଫେରୁଥିବା ବେଳେ କ୍ଳାନ୍ତ ହୋଇଯାଇଥିଲେ ଯେ ସେ ନଦୀ କୂଳରେ ଏକ ଗଛ ତଳେ ବସିଲେ। କିଛି ସମୟ ପରେ ଶୋଇପଡ଼ିଲେ। ଚକ୍ରବର୍ତ୍ତୀ ବ୍ରାହ୍ମଣ ସ୍ୱପ୍ନ ଦେଖୁଛନ୍ତି। ସ୍ୱପ୍ନ ସତ ହେବ ବୋଲି ଜାଣିନଥିଲେ। ସ୍ୱପ୍ନ ଦେଖୁଛନ୍ତି ଯେ ଯେତେବେଳେ ସେ ଆଖି ଖୋଲିଲେ, ସେ ଦେଖିଲେ ଜଙ୍ଗଲରେ ଏକ ଅଜବ ଅନ୍ଧକାରରେ ଆବଦ୍ଧ। ତାଙ୍କୁ କିଛି ଦେଖାଯାଉନଥିଲା। ମାତା ଭକ୍ତର କଷ୍ଟ ଦେଖି ସହିପାରିଲେ ନାହିଁ। ସ୍ନେହମୟୀ ମା, ମମତାମୟୀ ମା ଏକ ବୁଢ଼ୀ ରୂପ ଧରି ପାଖକୁ ଆସିଲେ। ଏକ ଅଦ୍ଭୁତ ଚମତ୍କାର ଚେହେରା, ଏକ ବାଉଁଶ ବାଡ଼ି ଧରି ଧୀରେ ଧୀରେ ତାଙ୍କ ନିକଟକୁ ଆସୁଥିବାର ବ୍ରାହ୍ମଣ ଦେଖିଲେ। ମଥାରେ ବଡ଼ ନାଲି ଟୋପା ସିନ୍ଦୂର ଅଳଙ୍କାର ପିନ୍ଧିଥିଲେ। 3ଟି ମୂର୍ତ୍ତି ଦେଲେ। ଚକ୍ରବର୍ତ୍ତୀ ବ୍ରାହ୍ମଣ ସ୍ୱପ୍ନ ଦେଖୁଛନ୍ତି ଯେ ମା 3ଟି ମୂର୍ତ୍ତି ଦେଇ କହିଲେ, ମନ୍ଦିରକୁ ଯିବା ପାଇଁ ନଦୀ ପାର ହେବା ଆବଶ୍ୟକ ନାହିଁ। ଏହି ସ୍ଥାନରେ ପୂଜା କରିବ ଏହି 3ଟି ଜୀବନ୍ତ ପ୍ରତିମାକୁ। ତାପରେ ଚକ୍ରବର୍ତ୍ତୀ ବ୍ରାହ୍ମଣ ନିଦ ଭାଙ୍ଗିଗଲା। ଉଠିଲେ। ସେ ଦେଖିଲେ ସତକୁ ସତ ସ୍ୱପ୍ନରେ ଯାହା ଦେଖିଥିଲେ ତାଙ୍କ ସାମ୍ନାରେ 3ଟି ଦିବ୍ୟ ଚଳନ୍ତି ପ୍ରତିମା ଅଛି। ଚୁଆ, କର୍ପୂର, ଚନ୍ଦନ, ଝୁଣା ବାସ୍ନା ହେଉଛି। ଦୁର୍ଗା, କାଳୀ, ସରସ୍ୱତୀ। ପର୍ବ ଏବଂ ଉତ୍ସବ। ଦୁର୍ଗା ପୂଜା ଏବଂ ଦୀପାବଳିର ପର୍ବ ଏହି ମନ୍ଦିରରେ ଅତି ଭକ୍ତିର ସହିତ ପାଳନ କରାଯାଏ। ମଙ୍ଗଳବାର ଦିନ ଭକ୍ତମାନେ ଦେବୀଙ୍କୁ ନାଲି କପଡ଼ା, ଫୁଲ, କୁଙ୍କୁମ, ଧୂପ, କ୍ଷୀର ଏବଂ ଫଳ ଅର୍ପଣ କରନ୍ତି। ସକାଳ 6ଟାରୁ ଆପଣ ସକାଳ ପୂଜା ଦର୍ଶନ ପାଇଁ ମନ୍ଦିର ବାହାରେ ଏକ ଲମ୍ବା ଧାଡ଼ି ପାଇପାରିବେ। ମନ୍ଦିର ଏକ ଆଖପାଖର ସୌନ୍ଦର୍ଯ୍ୟ ବହୁତ ସୁନ୍ଦର। ମଙ୍ଗଳବାର ଏବଂ ଶନିବାର ସବୁଠୁ ମନ୍ଦିର ଭିଡ଼ ହୁଏ।